এই পুରୁଣା ଘର ଭଙ୍ଗା ହେବା ପୂର୍ବରୁ ମୁଁ ଜଣାଇ ଦେବାକୁ ଚାହୁଁଛି ଏଇ ଘରେ ମୁଁ ଜୀବନ କେମିତି ବିତେଇଛି ଯାହାକି ସାରା ଜୀବନ ଭୁଲିବିନି। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସେତେବେଳେ ଛୋଟ ହେଇଥିଲି। ଏଇ ଘରେ ମୋ ମାମୁଙ୍କ ବାହାଘର ହେଇଥିଲା। ମୁଁ କୁଇଲି ବର ହେଇଥିଲି। ମୋ ବାପା ଆଉ ମାମୁଁ ମୋ ପାଇଁ ନୂଆ ପ୍ୟାଣ୍ଟ ସାର୍ଟ ଆଣିଥିଲେ। ଏକଥା ମୁଁ ଜମା ଭୁଲିବିନି, କାହିଁକି ନା ସେଇଦିନ ମୁଁ ବହୁତ ଖୁସି ହେଇଥିଲି। ହେଲେ ମନରେ ଗୋଟେ ବହୁତ ବଡ ଦୁଃଖ ଥିଲା। ମୋ ମା ଗୋଡରେ ସେଇଦିନ ଚେନ ରେ ଚାବି ପକାଇ ଏଇ ତାଳ ଗଛରେ ବନ୍ଧା ହେଇଥିଲା। ସେତେବେଳେ ମୁଁ 3 ବର୍ଷର ହେଇଥାଏ। ଏସବୁକୁ ଏତେ ବୁଝି ପାରୁନଥିଲି। ବାହାଘର ଦିନ କାରରେ ମାମୁଙ୍କ ପାଖରେ ବସି ପ୍ରଥମ ଥର ମାଇଙ୍କ ଘରକୁ ଯାଇଥିଲି। ବାହାଘର ପରେ ମାଇଁ ଏଇ ରୁମ ରେ ରହୁଥିଲେ। ସେତେବେଳକୁ ଏ ପକ୍କା ଘରଟା କମ୍ପ୍ଲିଟ ହେଇନଥିଲା। ମୁଁ ମୋ ଆଈକୁ ବୋଉ ଡାକୁଥିଲି। ବୋଉ ପାଖରେ ମୁଁ ଏଇ ଖଟରେ ଶୁଏ। ଯେତେ ପର୍ଯ୍ୟନ୍ତ ସାନ ମାଉସୀର ବାହାଘର ହେଇନଥିଲା ସେତେ ପର୍ଯ୍ୟନ୍ତ ସାନ ମାଉସୀ ମୋର ବହୁତ ଯତ୍ନ ନେଇଛି। ଅଜା ଆଉ ସାନ ମାଉସୀ ଏଇଠି ତଳେ ଶୁଅନ୍ତି। ହେଲେ ମୋ ମା ର ଏଇଠି ଗୋଟେ ଅଲଗା ରୁମ ଥିଲା। ତା ଗୋଡକୁ ସବୁବେଳେ ଚେନ ରେ ଚାବି ପକା ଯାଉଥିଲା, କାହିଁକି ନା ତା ମୁଣ୍ଡ ସେତେବେଳେ ଏତେ ଖରାପ ଥିଲା ଯେ ଝାଡା ପରିସ୍ରା କଣ ବୋଲି ବି ସିଏ ଜାଣି ପାରୁନଥିଲା। ଆଉ ମୋ ବଡ ମଉସା ମାଉସୀ ଏଇଠି ଗୋଟେ ରୁମ ଥିଲା, ସେମାନେ ଏଇ ରୁମ ରେ ରହୁଥିଲେ। ଏମିତି କେତେ ବର୍ଷ ଭିତରେ ମୋ ବଡ ମାଉସୀର 2.5 ବର୍ଷର ପୁଅ ଗୋଡିଆରେ ବୁଡି ଏ ଦୁନିଆରୁ ଚାଲିଗଲା। ପୁଅ ଚାଲିଯିବା ଦୁଃଖରେ ମଉସା କୁଆଡେ ଚାଲିଗଲେ ଯେ ଆଜି ପର୍ଯ୍ୟନ୍ତ ତାଙ୍କ ଖବର କିଛି ମିଳୁନି। ସାନ ମାଉସୀର ବାହାଘର ହେଇଯାଇଥିଲା, ଆଉ ସେତେବେଳେ ମାମୁଙ୍କ ଝିଅ 2.5 ବର୍ଷର ହେଇଥିଲା। ତାକୁ ବି ଭଗବାନ ତାଙ୍କ ପାଖକୁ ନେଇଗଲେ। ଏ ଭିଡିଓ ବହୁତ ଲମ୍ବା ହେଇଯିବ। ଆଗକୁ କଣ ହେଲା ଆପଣ ମାନଙ୍କୁ ପାର୍ଟ 2 ଭିଡିଓରେ ଜଣେଇବି। କୋଉମାନେ ଜାଣିବାକୁ ଚାହୁଁଛନ୍ତି ଟିକେ କମେଣ୍ଟ ରେ ଜଣେଇବେ। ରହିଲି, ଜୟ ଜଗନ୍ନାଥ।